କହିଲେ ଏଇଟା ଆମର ପୁରୁଣା ଫଟୋ ନା ଆମେ ଦିହେଁ ପୁଣି ଏକାଠି ହେଇଗଲୁ। ମୁଁ ଘରକୁ ଯାଇନି ମ, ଗତକାଲି ରବିବାର ଥିଲା। ଆମର ଅନୁମାନ ଥିଲା ରବିବାର ଦିନ ମୁଁ ଘରକୁ ଫେରିବି, ମାତ୍ର ତାହା ହେଇପାରିଲା ନାହିଁ। ଇଏ ଆସିକି ସମସ୍ତଙ୍କୁ ଧରି ପହଞ୍ଚିଗଲେ ମୋ ପାଖରେ। ଟିକେ ଚା ପିଆ ହେଇଗଲା ଏକାଠି। ତାପରେ କ'ଣ ଚାଲିଛି ଦେଖୁନାହାନ୍ତି। ମୋତେ ତାଳସଜ ବହୁତ ଭଲ ଲାଗେ। ସେଇ ତାଳସଜ ମୋତେ ଛଡ଼େଇକି ଦେଲେ। ଆଉ ଏ ଦାନ୍ତ କାମ ପରେ ପ୍ରଥମ ଥର ବିନା ଗ୍ରାଇଣ୍ଡିଙ୍ଗ ଜିନିଷ ହିସାବରେ ମୁଁ ୟାଙ୍କ ହାତରୁ ତାଳସଜ ହିଁ ଖାଇଲି। ମୋତେ ତାଳସଜ ଦେଇ ସାରିଲା ପରେ ସେ କୁନି ସାଙ୍ଗେ ଟିକେ ନଟପଟ ହେଲେ। କୁନିଟା ସବୁବେଳେ ତାଙ୍କ ପାଖରେ ରହେ, ତାକୁ ସେ ବେଶୀ ଖୋଜନ୍ତି। ହେଲେ କ'ଣ କରିବେ, କୁନି ବି ପଳେଇ ଆସିଛି, ମୁଁ ବି ପଳେଇ ଆସିଛି, ତେଣୁ ତାଙ୍କୁ ବହୁତ ଖାଲି ଲାଗୁଛି। ଦୀପ୍ତି, ଚୁଙ୍ଗା, ସୁଲୁ, ଗୁଟୁ ସମସ୍ତେ ଆସିଥିଲେ। ଆମର କିନ୍ତୁ ଯୋଜନା ଥିଲା ଏଠି ଏତେ ଜଣଙ୍କର ରୋଷେଇ ନ କରି ଆମେ ଠାକୁରଙ୍କ ପ୍ରସାଦ ଆଣିକି ଖାଇବୁ। ପ୍ରସାଦ କେଉଁଠୁ ଆସିବ ନା ଦୋଳମୁଣ୍ଡେଇ ଜଗନ୍ନାଥ ମନ୍ଦିରରୁ। ସେଇଥିପାଇଁ ବାବାଇ, ଚୁଙ୍ଗା, ଦୀପ୍ତି, ଲିପି ବାହାରିଲେ ଭୋଗ ପାଇଁ। ଭୋଗ ପାଇଁ ଯାଇକିରି ଘରୁ ଏଇ ଯୋଜନା ଥିବାରୁ ଆମର ଘରୁ କଦଳୀପତ୍ର ଆସିଥିଲା। ଆଉ ସେମାନେ ଯେଉଁ ଗଲେ ଫେରିକିରି ମୋତେ ବଡ଼ ଅଜବ କଥା କହିଲେ। ଆଉ ଯେଉଁ ସବୁ ଭିଡ଼ିଓ ଆଣିକି ଦେଖେଇଲେ ମୁଁ କିଛି ବୁଝିପାରିଲିନି। ପ୍ରକୃତରେ ସେମାନେ ହଟକେଶ୍ୱର ମନ୍ଦିର ଲେଖାଥିବା ମନ୍ଦିରରୁ ତ ଭୋଗ ଆଣିଲେ, ଆଉ କହିଲେ କ'ଣ ନା ଜଗନ୍ନାଥଙ୍କର ପହଡ଼ ହୋଇଥିଲେ ଜଗନ୍ନାଥ। ମୁଁ କିଛି ବୁଝିପାରିଲିନି। ଆମର କଟକର ଯିଏ ସବୁ ଜୀବନ ସରାଗ ପରିବାରର ଅଛନ୍ତି ଏଇଠି ତ ବାସୁଆ ବଳଦ, ମୋତେ ଟିକେ କହିବେ ତ ଏମାନେ ପ୍ରକୃତରେ ଭୋଗ ଆଣିଲେ କେଉଁଠୁ। ଯାହା ବି ହଉ, ମୁଁ କିନ୍ତୁ ଭୋଗଟିକୁ ଜଗନ୍ନାଥଙ୍କ ପ୍ରସାଦ ହିସାବରେ ହିଁ ଗ୍ରହଣ କରିଛି। ଏତେ ଦିନ କିଛି ନ ଖାଇ ଶେଷକୁ ମହାପ୍ରଭୁଙ୍କ ପ୍ରସାଦ ଟିକେରେ ମୋର ଖାଇବା ଆରମ୍ଭ କରିଥିବାରୁ ମୁଁ ନିଜକୁ କୃତାର୍ଥ ମନେ କରୁଥିଲି। ଏମାନେ 4 ଜଣ ଯାଇଥିଲେ, ଆସିକି ମୋତେ 4 ପ୍ରକାର କଥା କହିଲେ। କିଏ କହିଲା ନବଗ୍ରହ ମନ୍ଦିର, କିଏ କହିଲା ମହାଦେବ ମନ୍ଦିର, କିଏ କହିଲା ନାଇଁ ଜଗନ୍ନାଥଙ୍କ ମନ୍ଦିର ପହଡ଼ ହୋଇଥିଲେ। ମୁଁ କହିଲି ଆରେ ଦିନକୁ ଦିନ କ'ଣ କୁନି ଛୁଆ ହେଉଛ କି? ନା ମୁଁ ବଞ୍ଚିଥିଲା ଯାଏ ତମର ନାଁ ବାଳକ ପଣିଆ ଭାଙ୍ଗିବନି। ହସାହସି ଗୁଡ଼ିଏ ହେଲୁ, ତଥାପି ଆମେ ସିଦ୍ଧାନ୍ତରେ ଉପନୀତ ହେଇପାରିଲୁନି ପ୍ରକୃତରେ ଭୋଗ କେଉଁଠୁ ଆସିଥିଲା। ଯାହା ବି ହେଉ ପ୍ରସାଦ ପାଇକି ସମସ୍ତେ ଆମେ ଭାରି କୃତାର୍ଥ ହେଲୁ। ଆଉ ପ୍ରସାଦ ଭାରି ସ୍ୱାଦିଷ୍ଟ। ପ୍ରସାଦର ତ ସ୍ୱାଦ ଅସ୍ୱାଦ କହିବା କଥା ନୁହେଁ, ତଥାପି ପ୍ରସାଦ ଭାରି ସ୍ୱାଦିଷ୍ଟ ଥିଲା। କାହିଁକିନା ଛୁଆମାନେ ବି ସେଇ ପ୍ରସାଦ ଖାଇଲେ। ଏଠି ତ ବାବାଇର ଇଏ ବିଦେଶୀ ଘର, ଏଠି ଆମେ ଏତେ ଜଣଙ୍କର ରୋଷେଇବାସକୁ ନା ବାସନକୁସନ ଅଛି ନା କ'ଣ। ସିଏ ବି ଆସିଛି ମାତ୍ର 15 ଦିନ ହେଲା, ତେଣୁ ଭୋଗ ବରାଦ ହେଇଥିଲା। ସେ ଭୋଗ ଆମେ ସମସ୍ତେ ଘରୁ ଆସିଥିବା କଦଳୀପତ୍ରରେ ଧାଡ଼ି ହେଇ ବସି ତା ଘରେ ଖାଇଲୁ। ଯୋଗକୁ ବି ଏ ଘରଟି ତାର ପୁରା ନୂଆ ଘର, ଯେଉଁ ପ୍ରତିଷ୍ଠା ହେଇଛି ତ ସେ ଭଡ଼ାକୁ ନେଇଛି। ଏମାନେ ବା କ'ଣ ସେ ଦୂରରେ ଗାଡ଼ି ଛାଡ଼ିଲେ, ଏଠି ସବୁ ସୁବିଧା, ଗାଡ଼ି ରଖିବାକୁ ଟିକେ ସୁବିଧା ହେଇପାରିନି। ସେ ଯାହା ଗୋଟେ ଯୋଜନା କରିବ ଆଉ। ଏ ଛାଇରେ ଗାଡ଼ି ରଖିଦେଇ ସେମାନେ ସବୁ ଭୋଗ ଧରି ଆସି ଘରେ ପହଞ୍ଚିଗଲେ। ସେତେବେଳକୁ ସମୟ ପ୍ରାୟ 1:30। ସମସ୍ତେ ଭୋକିଲା। ହେଲେ ଆମେ ଗୋଟେ ଯୋଜନା କରିଥିଲୁ, ଯେହେତୁ ବାହାର ଭୋଗ ରାଗ ହେଇଥିବ କି କ'ଣ ହେଇଥିବ, ଧାଡ଼ିରେ ବସିଲେ ପିଲାମାନେ ଅବଶ୍ୟ ଭୋଜି ଭଳିଆ ବସିଗଲେ ସେ ଗୋଟେ ମନରେ ତାଙ୍କର ଅଲଗା ଭାବନା ଆସିଯାଏ। ଆମେ ସମସ୍ତେ ବସିଗଲୁ। ଆଉ ଗୁଲି, ଦୀପ୍ତି, ଲିପି ତାଙ୍କର ବଢ଼ାବଢ଼ି କଲେ। ମୁଁ ସବୁବେଳେ ପିଲାଙ୍କ ସାଙ୍ଗେ ପଛରେ ବସିବାକୁ ରହେ, କିନ୍ତୁ ଆଜି ମୁଁ ବି ଆଗ ବସି ପଡ଼ିଲି, କାହିଁକିନା ମୋତେ ଖାଇବାକୁ ବହୁତ ସମୟ ଲାଗୁଛି। ଆପଣମାନଙ୍କୁ ତ ମୁଁ କହିଛି ମୋର 12ଟା ଦାନ୍ତ ଉପଡ଼ା ହେଇଛି। ଆଉ ସେଇଥିରୁ ଆପଣମାନେ ମୋ କଷ୍ଟ ଅନୁଭବ କରିପାରୁଥିବେ। ଯିଏ କରିଥିବେ ଏ କାମ ସେ ନିଶ୍ଚୟ ମୋ କଷ୍ଟ ଅନୁଭବ କରିପାରୁଥିବେ। ମୁଁ ସେଇଠି ବସିକି ଧୀରେ ଧୀରେ ଖାଇବାକୁ ଆରମ୍ଭ କଲି। ଗୁଲିଆଟା ବଢ଼ାବଢ଼ି ଯେମିତି ସାରିଲା, ଆସିକି ମୋ ପାଖରେ ବସି ପଡ଼ିଲା। ସେ ଯେତେବେଳେ ବି ଘରକୁ ଆସେ ମୋ ପାଖରେ ବସି ଖାଏ। ମୁଁ ତାକୁ ଗୁଣ୍ଡାଟିଏ ଖୁଆଇଦିଏ। ଦେଖୁନାହାନ୍ତି ଆମର ସବୁ ସୈନ୍ୟ ସାମନ୍ତ କେମିତି ବଇଛନ୍ତି ଧାଡ଼ି ହେଇକି। ତାଙ୍କୁ ପୁଣି ଲାଞ୍ଚ ଚର୍ଚ୍ଚା ହେଇଛି। କୁହାହେଇଛି ଯେ ଗୁଟିଆଟା ଆମର ଖାଇଲାଣି ଭଲ ଚଞ୍ଚଳ। ତାଙ୍କୁ କୁହାହେଇଛି ଯିଏ ଚଞ୍ଚଳ ଖାଇବ ସିଏ ଆଗ ଗୋଟେ ଆଇସ୍କ୍ରିମ୍ ତାକୁ ଦିଆହେବ। ମୁଁ ଗୁଲିଆକୁ ଗୁଣ୍ଡେ ଖୁଆଇଦେଲି। ସିଏ ଯେମିତି ମୋତେ ଗୁଣ୍ଡେ ଖୁଆଇ ଦେବାକୁ ବାହାରିଛି, ମୁଁ କହିଲି ନାଇଁ ଧନ ଆଜି ମୋତେ ଖୁଆନା, କୁଆଡ଼େ ମୋ ପାଟିରେ ବାଜିଯିବ ଯଦି ମୋ ଜୀବନ ଛାଡ଼ିଯିବ।
ଯାହା ବି ହଉ ଗୋଟେ ହସରୋଳ ହେଲା, ସମସ୍ତେ ଖାଇଲୁ। ପିଲାମାନେ ଖାଇସାରିକି ତାଙ୍କର ଆଇସ୍କ୍ରିମ୍ ଖାଇବାରେ ମାତିଗଲେ। ଛୁଆଙ୍କୁ ଆଇସ୍କ୍ରିମ୍, କେଉଁ ଛୁଆ ବା ଆଇସ୍କ୍ରିମ୍ ଭଲ ନ ପାଏ। ସେସବୁ ଖାଇଲେ। ପିଲାମାନେ ଟିକେ ମୋତେ ଆଡ଼ ଛାଡ଼ ହେଉଛନ୍ତି। ମୁଁ ଟିକେ କାହାକୁ ମୋ ପାଖରେ, ସବୁବେଳେ ତ ସେମାନେ ମୋ ସାଙ୍ଗେ ନଟପଟ ହୁଅନ୍ତି, ମୁଁ ଟିକେ ତାଙ୍କୁ ଏତେ ପାଖକୁ ରହୁନି, ଦୂରେଇକି ରହୁଛି। ମୋତେ ଡର ଲାଗୁଛି କାଳେ ବଜେଇ ଦେବେ। ସେଇଥିପାଇଁ ପିଲାମାନେ ଟିକେ ଆବା କାବା ହେଉଛନ୍ତି, ଆଡ଼ ଛାଡ଼ ହେଉଛନ୍ତି। ମୁଁ ସେଥିରୁ ଗୋଟିଆକୁ ଡାକିକି ଟିକେ ଗେଲ କରିଦେଲି। ସେତେବେଳେ ଯାଏ ଆମ ଚାରିଜଣଙ୍କର ଖିଆ ସରିନଥିଲା। ଏମାନେ ତ ବାଢ଼ୁଥିଲେ। ଗୁଲି ମୋ ସାଙ୍ଗରେ ବସିଲା, ଦୀପ୍ତି ବସିଗଲା ଚୁଙ୍ଗା ପତ୍ରରେ, ଲିପି ବସିଗଲା ୟାଙ୍କ ପତ୍ରରେ। ସମସ୍ତେ ପୁଣି ଖିଆପିଆ ଚଲେଇଲୁ। ଆମେ ଚାରିହେଁ ଖାଇଲୁ, ଗପସପ ଟିକେ ହେଲୁ। ଖାଇକି ଏ 8ଟା ଦିନରେ ଏସବୁ ଯେମିତି ହେଉଥିଲେ, ସତେକି କେଉଁ 10 ବର୍ଷ ହେଲା ଆମର ଦେଖା ସାକ୍ଷାତ ହେଇନି। ବୋଲେ ଆରେ ତମେ କାହିଁ ଆସୁଥିଲ? ଅଧା ଖିଆରେ କୁନି ଆସି କହିଲା ମୋ ଆଇସ୍କ୍ରିମ୍ ଖୋଲିଦେ। ଲିପି ହେଠୁ ତା ଆଇସ୍କ୍ରିମ୍ ଖୋଲିଲା। ମୁଁ ତ ରବିବାର ଯଦି ଯାଇଥାନ୍ତି ସେ ଆଉ ଆସିନଥାନ୍ତେ। ସେ କେଉଁ ଦିନ ଆସିବାକୁ ହେଲାଣି, ମୁଁ ମନା କରୁଥିଲି। ଆରେ ମୁଁ କ'ଣ ଡାକ୍ତରଖାନାରେ ଆଡ଼ମିସନ୍ ହେଇକି ଅଛି କି? ମୁଁ ତ ଘରେ ଅଛି। କ'ଣ ପାଇଁ ତମେ ସବୁ ଆସିକିରି ଏଠି ତମେ ହଇରାଣ, ଏଠି ବାହାର ଜାଗାରେ ଆଉ କାହିଁକି ଆସିବ? ତାପରେ ମୋତେ ବି ଗୋଟେ ଆଇସ୍କ୍ରିମ୍ ଦେଲେ। ମୁଁ ସେଇଠୁ ମୋ ଆଇସ୍କ୍ରିମ୍ ଖାଇଲି, ସମସ୍ତଙ୍କୁ ଖୁଆଇଦେଲି। ଗୁଲି କହିଲା ଦେଖୁନାହାନ୍ତି ମୋତେ କେମିତି କରୁଛି। କହିଲା ହଉ ମୁଁ ସିନା ଭାତ ଖୁଆଇଦେବିନି, ଆଇସ୍କ୍ରିମ୍ ଖୁଆଇଦେବି। କହି ଥରଟେ ଖୁଆଇଦେଲା। ଆଉ ଥରେ ମୁଁ କରିଛି, ସେ ତାର ନିଜେ ନିଜେ ଖାଇଦେଲା। ଆମେ ଏକାଠି ହେଲେ ଏମିତି ସବୁ ପାଲା କରୁ। ସମୟ କୁଆଡ଼େ ବିତିଯାଏ ଆମେ ଜାଣିପାରୁନା। ମୁଁ ନେଇକି ଦି ବୋହୂଙ୍କୁ ଟିକେ ଆଇସ୍କ୍ରିମ୍ ଖୁଆଇଲି। ଆଉ ସବୁ ତ ତାପରେ ଆଉ ଶୋଇବେ କ'ଣ? ସେ ଘର ଚାରିକଡ଼ ତ ଆପଣଙ୍କୁ ଆଗରୁ ଗୋଟେ ଭିଡ଼ିଓରେ ଦେଖେଇଥିଲି, ପୁରା ସନ୍ତସନ୍ତିଆ ଜାଗା। ସେଠି ବହୁତ ଚଢ଼େଇ ଆସୁଛନ୍ତି। ଇଏ ବଡ଼ ସବୁ ଯାଇକି ସେ ଖାଲି ବୁଲିଲେ ଚଢ଼େଇ ଦେଖିବାକୁ। ଏମିତି ବୁଲାବୁଲି କରିକିରି କାଲିର ଦିନଟା ଆମର ଏଠି ପୁରା ଘୋ ଘୋ କମ୍ପିଲା। ଆମ ଘର ଓନର ଭାବୁଥିବେ କେଉଁଠୁ ଏଗୁଡ଼ା ବଡ଼ପାଟିଆ ଭଁସ ଆସିଛନ୍ତି, କି ଗର୍ଜନ କରୁଛନ୍ତି। ଯେତେ ଛୁଆଙ୍କୁ କହିଲୁ ପାଟି ଟିକେ କମ୍ କର, ସିଏ କାହିଁ ଶୁଣିବେ। ସେ ତ ସତରେ ବଡ଼ପାଟିଆ। ମୋ ପାଟି ବଡ଼, ଆମ ଘର ଯାକ ସମସ୍ତଙ୍କ ପାଟି ବଡ଼। ମାଳି ବି ଆସିଥିଲା, ଚିନୁ କେବଳ ଆସିପାରିଲେନି। ତାଙ୍କର ତ ରବିବାର ଗୋଟିଏ ଦିନ ଛୁଟି। ତାଙ୍କର କ'ଣ କାମ ଥିଲା, ଗାଡ଼ିରେ ବି ଜାଗା ନଥିଲା, ସେ ଆଉ ଆସିଲେନି। ଦେଖୁନାହାନ୍ତି ଛୁଆ କ'ଣ ହେଉଛନ୍ତି, ଖାଲି ଡିଆଁ କୁଦା। ଏଠି ତ ସବୁ ନୂଆ ନୂଆ ଘର ହେଉଛି। ସେ ସାମ୍ନାରେ ଗୋଟେ ଜାଗାରେ ବାଲି ପଡ଼ିଥିଲା, ସେଠି ଯାଇ କୁଦା କୁଦି ଚଲେଇଲେ। କାଲି ଦିନଟା କୁଆଡ଼େ କଟିଲା, କାଲି ଆଉ କିଛି ମାନେ ହିସାବ ରହିଲାନି ଯେ କାଲି ଦିନଟା ପ୍ରକୃତରେ 11ଟାରୁ 5ଟା ସମୟ କୁଆଡ଼େ ଗଲା। ଇଏ ସବୁ ବାପ ପିଲା ବସି ଗପୁଥିଲେ, ମୁଁ ସେପଟ ଏପଟ ହେଉଥିଲି। ପିଲା କୁଆଡ଼େ ଡେଇଁଲେ ବି ମୋତେ ପ୍ରାଣ ଭୟ। ସେଠୁ ଆସି ଆଙ୍କ ପାଖେ ଟିକେ ବସିଲି। ଏତେବେଳକୁ 4ଟା ହେଇଗଲାଣି। ଆମର ବି ଆପଏଣ୍ଟମେଣ୍ଟ ହେଇଛି 7ଟାରେ। ସେ ଦେଖିକି କହିବେ ଆଜି ଖୋଲିବେ କି ଟିକେ ଡେରି କରିବେ କି କ'ଣ, ସେ କଥା ଆପଣଙ୍କୁ ପରେ ଜଣାଇବି। ନିଟୁର ସାଇକେଲଟା ବି ତ ଅଣା ହେଇଛି। ଛୋଟ ପିଲା ନହେଲେ ମଙ୍ଗିବେ କି, ରହିବେ କି? ସେଠି ଗୁଡ଼ାଏ ବାଲି ଖେଳ ହେଲା। ହଉ ହଉକା ବେଳ ହେଇଗଲା ଯିବା ପାଇଁ। ଆମର ତ ଗାଈଗୋରୁ କଥା, ଇଏ କେଉଁଠି ରଖେଇ ଦେବେନି। 5ଟା ପାଖାପାଖି ସେଠୁ ବାହାରିଲେ ସମସ୍ତେ ଘରକୁ ଫେରିବାକୁ। ଆମର ବି ଅଟକେଇବାର କିଛି ନାହିଁ, କାହିଁକିନା ସେମାନେ ଯାଇସାରିଲେ ଆମେ ମା ପୁଅ ଯିବୁ ଡାକ୍ତର ଦେଖେଇବାକୁ। ସେଠୁ ଯାହା ହଉ ଆମ ଘରର ଗୋଟେ ଢଙ୍ଗ ଅଛି। ଆଗରୁ ମୁଁ ୟୁଟ୍ୟୁବ୍ ବହୁତ ପରେ କଲି, କିନ୍ତୁ ଆମର ଫଟୋ ଉଠାଇବାର ଢଙ୍ଗଟା ବହୁତ ଦିନୁ। ସେ କଥା ମୁଁ ଆପଣଙ୍କୁ ଆଗରୁ ବି ଥରେ କହିଥିଲି। ମୁଁ 3ୟରେ ପଢ଼ୁଥିଲି, ମୋ ଉପର ଭାଇ 6ରେ ପଢ଼ୁଥିଲା, 6 କି 7ମରେ ପଢ଼ୁଥିଲା। ଆମେ ପାଞ୍ଜି ଦେଖିକିରି ଗୋଟେ କ୍ୟାମେରା ମଗାଇଥିଲୁ। ଆମେ ଦିହେଁ ବସି ସେଠି ଛୁଆ ଖେଳୁଥିଲେ ଦେଖୁଥିଲୁ। ବୋହୂ ଆସି ଗୋଟେ ଫଟୋ ଉଠାଇ ଦେଇ କହିଲା ରୁହ ରୁହ ବୋଉ ମୁଁ ତୁମ ଫଟୋ ଉଠାଉଛି। କହିଲା ଗୋଟାଏ ଜାଗାରେ କାହିଁ ଉଠାଉଛୁ, ଚାଲ ତାହେଲେ ଆଉ 2ଟା ଜାଣି ଭଲ କରି ଉଠାଇ ଦେ। ସବୁଆଡ଼େ ତ ସବୁଜ ସବୁଜ ହେଇଛି। ଆମେ ସେଠୁ ଯାଇକି ବିଭିନ୍ନ ଜାଗାରେ ଟିକେ ଫଟୋ ଉଠାଉଠି କଲୁ 2 ଜଣ ଯାକ। ଆମେ ସବୁ ଫଟୋ ଉଠାଇଲା ବେଳକୁ ବେଳ ବି ହେଇଗଲାଣି। ଆଉ କ'ଣ କଥାବାର୍ତ୍ତା ହେବୁ? କ'ଣ ବି କଥାବାର୍ତ୍ତା ହେବାର ଅଛି ଯେ, ଏଇ ତ 8 ଦିନ ହେଲା ଟିକେ ଦେହ ପାଇଁ ଏଠିକି ଆସିଛି। ଆଉ ଯାହା ବି ହଉ, ସେଠୁ ଫଟୋ ଟିକେ ଉଠାଉଠି ହେଲା। ସେମାନେ ସବୁ ଆଇଲେ, ତାଙ୍କର ବି ଫଟୋ ଉଠାଉଠି ହେଲା। ସେଠୁ ଏମାନଙ୍କର ବାହାରିବା ବେଳ ହେଇଗଲା। ସମସ୍ତେ ବାହାରିଲେ ଗାଡ଼ିରେ ଯିବେ ଭାରି। ସତେକି କେଉଁ ମାନେ ଦୂର ରାଜ୍ୟକୁ ଯିବେ, କେଉଁ ଦୂରରୁ ଆସିଛନ୍ତି, ଏମିତି ସବୁ ହେଉଥିଲେ। ମୁଁ ଖାଲି ହସୁଥିଲି। ମୁଁ କହିଲି ହଇରେ 8 ଦିନ ଏଠିକି ଆସିଛି ଏମିତି ହେଉଛ, ଆଉ ମୁଁ ମରିଗଲେ ତୁମେ କ'ଣ ହେବ କିରେ? ସମସ୍ତଙ୍କର ମୋ ଉପରେ ଟିକେ ଗାଳି ହେଲା। ମୁଁ କିନ୍ତୁ ସବୁବେଳେ ଟିକେ ମୃତ୍ୟୁ ଚିନ୍ତା କରେ। ଆରେ ଯେଉଁଟା ଧ୍ରୁବ ସତ୍ୟ ସେଇଟା ଟିକେ ଭାବିଲେ ଭଲ ନା, ଆଉ ମନଟା ଟିକେ ଅଲଗା ପ୍ରକାର ରହିବ। ଯାହା ହଉ ସେସବୁ ଫଟୋ ଉଠାଉଠି ହେଇକି
ଗାଡ଼ିରେ ବସିକି ବାହାରିଲେ। ମୋର ପୁରା ଅଧିକ ଟିକେ କଥା କହିଲେ ବି ମୋତେ କଷ୍ଟ ହେଉଛି, କାହିଁକିନା ଦାନ୍ତ ବି ଲାଗିନି, ଷ୍ଟିଚ୍ ତ ପଡ଼ିଛି, ଆଉ କେତେ ବାହୁନି ବି କଷ୍ଟ ଟିକେ ହେଉଛି। ଆଉ ଯାହା ବି ହଉ ସେମାନେ ସେଠୁ ଫଟୋ ଉଠେଇ ଗାଡ଼ିରେ ବସିକି ବାହାରିଲେ ଘରକୁ ବାହାରିଲା ବେଳକୁ ଆମେ ଯେଉଁଠି ଠିଆ ହେଉ ଗାଡ଼ି ସେଇପଟେ ଯାଇକି ଆହୁରି ଦୂରକୁ ଟିକେ ଦେଖାଯାଏ। ସେମାନେ ଗାଡ଼ି ଛାଡ଼ିକି ଗଲା ବେଳକୁ ମୁଁ ଘରକୁ ପଶି ଆସିବି ବାହାରିକି ଯିବି ବୋଲି କହିଲା ବେଳକୁ ଏଠୁ ବାବାଇ କହିଲା ରହଲ ବୋଉ, ସେ ଗାଡ଼ି ଆହୁରି ଦୂରକୁ ପୁଣି ଦେଖାଯିବ। ସତକୁ ସତ ଏମାନଙ୍କ ଗାଡ଼ି ଛାଡ଼ିଲା, ସିଧା ଯାଇକି ରାସ୍ତାକୁ ଉଠିକିରି ପୁଣି ସେ ଦୂରରେ ଯେଉଁ ବାଙ୍କିଲା, ଭଲକି ଦେଖିଲେ ଆପଣ ବି ଜାଣିପାରିବେ, ମାନେ ଏମିତି ସିଧାରେ ଯାଇକି ରାସ୍ତାକୁ ଉଠିଲା, ସେ ଦୂରରୁ ବି ଆମକୁ ଦେଖାଗଲା। ଆମେ ତାଙ୍କୁ ବିଦାୟ ଦେଲୁ, ଆଉ ଟିକିଏ ଗଲେ ଦେଖାଯିବ। ଆଇଲା ଆସିଯିବ ଏବେ, ଆସିବ ତ ଏଇନା, ହେଇଠି ଆସିଗଲା। ଏଠୁ ତାଙ୍କୁ ବିଦାୟ ଦେଲୁ, ଯାଇକି ଆମେ ମା' ପୁଅ ବାହାରିବୁ ବୋଲି ମୁଁ ଯାଇ ଘରେ ପଶିଗଲା ବେଳକୁ ମୋ ମୁଣ୍ଡ ଖରାପ ହେଇଗଲା। ମୁଁ କହିଲି ଆରେ ହେ, ଖରାବେଳେ ଘରର ଅବସ୍ଥା କ'ଣ ହେଇଥିଲା ଆପଣମାନେ ବି ଦେଖନ୍ତୁ। ଖରାବେଳେ ଆମେ ସମସ୍ତେ ସେ ଘରେ ଅଧିଆ ପଡ଼ିଥିଲୁ, ଅବଶ୍ୟ 10-15 ମିନିଟ୍ ପରେ ସବୁ ଉଠିଗଲେ। ଦେଖନ୍ତୁ ଖଟ ଉପରେ ଶୋଇଥିଲେ ମାଳି ଆଉ ଇଏ, ଆଉ ସମସ୍ତେ ଆମେ କେମିତି ତଳେ ପଡ଼ିଥିଲୁ, ଆଉ ବାକି ସମସ୍ତେ। ସେଇ କଥା ମନେ ପଡ଼ିଲା। ମୁଁ କହିଲି ଘର କେମିତି ଘୋ ଘୋ ହେଉଥିଲା, ପିଲାମାନେ ସବୁ ଗଲେ। ହଉ ଯାହା ବି ହଉ ଖୁସି ତାଙ୍କୁ ବିଦା ଦେଇକିରି ମୁଁ ବାହାରିଲି ଦାନ୍ତ ଦେଖେଇବାକୁ। ଦାନ୍ତ ଘଟଣା କ'ଣ ହେଲା ମୁଁ ପରବର୍ତ୍ତୀ ଭିଡ଼ିଓରେ କହିବି। ପ୍ରକୃତରେ ଏମାନେ କେଉଁଠୁ ଭୋଗ ଆଣିଥିଲେ ଆପଣମାନେ କହିବେ। ଆଉ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଆଜି ମୁଁ ରହିଲି।